ମୋ ନାଁ ବିଚିତ୍ରାନନ୍ଦ ବେହେରା, ବରିଷ୍ଠ ନାଗରିକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପୁରାତନ ସଦସ୍ୟ, ପ୍ରାକ୍ତନ ସଦସ୍ୟ। ଏତିକି କହିବି 2036 ଭିଜନ ଡକ୍ୟୁମେଣ୍ଟରେ ଯେଉଁ ଆଜି ଆଲୋଚନା ହେଲା, ଏଥିରେ ବୁଦ୍ଧିଜୀବୀ, ଇଞ୍ଜିନିୟରଠୁ ଆରମ୍ଭ କରିକି ପ୍ରତ୍ୟେକ ବର୍ଗର ବ୍ୟକ୍ତିବିଶେଷ ଏଥିରେ ଥିଲେ। ଆଜି ଆମେ ଯାହା ହିସାବ କରୁଛୁ ପ୍ରାୟତଃ 200 ଆମର ଯୋଗାଯୋଗ କରିଥିଲେ ପାର୍ଲାର ଲୋକ ଗୁଡ଼ାକ। କିନ୍ତୁ এই ଐତିହାସିକ ସଂସ୍କୃତିର ପୀଠ ଆଉ ଏଇ ଜାଗାରେ ଯେଉଁ ପ୍ରକାର ଯେଉଁ ଏନ୍ତୁଡ଼ିଶାଳ କହିଲେ ନ ଚଳିବ, ସାରସ୍ୱତ ସାଧନାର ଏଇଭଳି ଗୋଟେ ଜାଗାଟେ ଆଜି ନିଶ୍ଚିତ ଭାବେ ଅବହେଳିତ ଅବସ୍ଥାରେ ଅଛି। ଆମେ ଆମର ନିଜସ୍ୱ ମତାମତ ଦେଇଛୁ ଏବଂ କ'ଣ କଲେ ଆର ସୁଧୁରିବ ଏବଂ 2036 ଭିଜନରେ ଆର ଗୋଟେ ପରିବର୍ତ୍ତନ ଆମେ ଲକ୍ଷ୍ୟ କରୁଛୁ। ତେଣୁ କରିକି କି ଛାତ୍ରଛାତ୍ରୀ କି ଯୁବଗୋଷ୍ଠୀ, ବୟୋଜ୍ୟେଷ୍ଠ ବ୍ୟକ୍ତି ସମସ୍ତ ସାମିଲ ହୋଇକି ନିଜ ନିଜ ମତ ପ୍ରକାଶ କରିଛନ୍ତି। ଆଉ ଆଶା ଓ ବିଶ୍ୱାସ ଆଜି ଯେଉଁ ଆମେ ଚେୟାରମ୍ୟାନସିପ୍ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କର ଅଧ୍ୟକ୍ଷତାରେ ଆଜି ଆମେ କାର୍ଯ୍ୟକ୍ରମଟେ କରିଛୁ, ତାର ଗୋଟେ ଶୁଭ ସକାଳ ଦେଖିବା ପାଇଁ ଚାହୁଁଛୁ। ତେଣୁ ନିଶ୍ଚିତ ଭାବେ ସଫଳ ହେବ ଏ ବିଶ୍ୱାସ ଆମର ରହିଛି। ମୁଁ ହେଉଛି ଶ୍ୟାମ ସୁନ୍ଦର ଗନ୍ତା। ଆଜି ପାଳାଖମୁଣ୍ଡିର ସମସ୍ତ ନାଗରିକମାନଙ୍କୁ ନେଇ ଏକ ଆଲୋଚନା ଚକ୍ର କରାଯାଇଥିଲା। ସେ ଆଲୋଚନା ଚକ୍ରର ମୁଖ୍ୟ ଉଦ୍ଦେଶ୍ୟ ଥିଲା 2036 ଭିଜନ ଡକ୍ୟୁମେଣ୍ଟ। ବର୍ତ୍ତମାନ ଆପଣମାନେ ଜାଣିଥିବେ, ରାଜ୍ୟ ସରକାର ଓ କେନ୍ଦ୍ର ସରକାର ତରଫରୁ ପାରାଳାର ମହାରାଜା ପୁଣ୍ୟଶ୍ଲୋକ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଏବଂ ତାଙ୍କର ବିଭିନ୍ନ କୃତି ଓ ବିଭିନ୍ନ ସ୍ମୃତିକୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର କିଛି ସହାୟତା ରାଶି ଦେଇଛନ୍ତି। ତାହେଲେ କଥା ଅଛି, ଆଜିର ଏହି କର୍ମଶାଳାର ଆୟୋଜନ କାହିଁକି ଥିଲା? ଏ କର୍ମଶାଳାରେ ପାରଳାର ବିଶିଷ୍ଟ ବୁଦ୍ଧିଜୀବୀମାନେ, ବରିଷ୍ଠ ନାଗରିକମାନେ ତଥା ସାମ୍ବାଦିକମାନେ ଏବଂ ଆଇନଜୀବୀ, ଶିକ୍ଷକ, ଶିକ୍ଷାବିତ୍, କବି, କବୟିତ୍ରୀ, କୃଷକ ନେତା, ଶ୍ରମିକ, ଇଞ୍ଜିନିୟର, ସମସ୍ତ ଗୋଷ୍ଠୀର ବ୍ୟାଙ୍କର ସମସ୍ତେ ଯୋଗ ଦେଇଥିଲେ ଏବଂ ଯୋଗ ଦେଇ ସେମାନେ ସ୍ୱପ୍ନର ପାରଳା 2036 ସୁଦ୍ଧା କିପରି ସେମାନେ ଚାହୁଁଛନ୍ତି ତା ଉପରେ ସେମାନେ କିଛି କିଛି ପ୍ରସ୍ତାବ ରଖିଥିଲେ ଏବଂ ସେହି ପ୍ରସ୍ତାବ ଗୁଡ଼ିକୁ ଏଇଠି ଲିଖିତ ଭାବରେ ରଖାଯାଇଥିଲା ଏବଂ ପରେ ପରେ ଅଗ୍ରାଧିକାର ଭିତ୍ତିରେ କେଉଁ କେଉଁ ପ୍ରସ୍ତାବ ଗୁଡ଼ିକ ଆଗାମୀ 2036 ଡକ୍ୟୁମେଣ୍ଟ ଭିଜନରେ ରହିବ ତା ଉପରେ ସବିଶେଷ ଆଲୋଚନା କରାଯାଇଥିଲା। ଆଶା କରାଯାଉଛି ଏହି ପ୍ରସ୍ତାବ ଗୁଡ଼ିକ ଷ୍ଟିଅରିଂ କମିଟି ଦ୍ୱାରା ପାରିତ ହେଲା ପରେ ଏହା ରାଜ୍ୟ ସରକାରଙ୍କୁ ପ୍ରେରଣ କରାଯିବ ଏବଂ ନିଶ୍ଚିତ ଭାବରେ ଯେଉଁ ପାରଳାବାସୀ ଯେଉଁ ସ୍ୱପ୍ନର ପାରଳା ଏବଂ ମହାରାଜାଙ୍କର ଯେଉଁ ଚିନ୍ତନ ଥିଲା ଯେ ପାରଳା ଅଞ୍ଚଳ ଏବଂ ସମଗ୍ର ଓଡ଼ିଶା ଯେଉଁ ରାମରାଜ୍ୟ ପ୍ରତିଷ୍ଠା କରିବା, ତାହା ନିଶ୍ଚିତ ଭାବରେ ପାରଳା ଅଞ୍ଚଳ ପାଇଁ ସାକାର ହେବ। ଏହା ହିଁ ଥିଲା ଆଜିକାର କର୍ମଶାଳାର ଉଦ୍ଦେଶ୍ୟ। 2036 ଭିଜନ ଡକ୍ୟୁମେଣ୍ଟରୀ ପାଳାଖମୁଣ୍ଡି ନାଗରିକ ମଞ୍ଚ ତରଫରୁ ଆୟୋଜନ କରାଯାଇଥିଲା। ଏଠାରେ ସମସ୍ତ ବୁଦ୍ଧିଜୀବୀ ତଥା ସବିଶେଷ ସଂସ୍ଥା ବିଶେଷ ତରଫରୁ ଏହି କାର୍ଯ୍ୟକ୍ରମଟିକୁ ହାତକୁ ନିଆଯାଇଛି, ଯେଉଁଥିରେ କି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ରଙ୍କର ସ୍ମୃତି ଚାରଣ କରିବା ଉଦ୍ଦେଶ୍ୟରେ ଏବଂ ଏହି ପୀଠର ଉନ୍ନତିକରଣ ନିମନ୍ତେ ବିଭିନ୍ନ ପଦକ୍ଷେପ ମାନ ନିଆଯାଇ ସେହି ପଦକ୍ଷେପ ଗୁଡ଼ିକୁ କେମିତି କାର୍ଯ୍ୟ ଗୁଡ଼ିକ ତ୍ୱରାନ୍ୱିତ କରାଯାଇପାରିବ ଏବଂ ସେହି ପଦକ୍ଷେପ ଗୁଡ଼ିକ କ'ଣ ରହିବ ସେଇଥିପାଇଁ ମତାମତ ଲୋଡ଼ା ଯାଇଥିଲା। ଏଇଥିରେ ସମସ୍ତ ବ୍ୟକ୍ତିବିଶେଷ, ସମ୍ମାନିତ ବ୍ୟକ୍ତିବିଶେଷ ଏବଂ ଶିକ୍ଷାବିତ୍, ଆଇନବିତ୍ ଏବଂ ସମସ୍ତ ବର୍ଗର ବ୍ୟକ୍ତିବିଶେଷଙ୍କୁ ନେଇ ଏକ ଆଲୋଚନା ଚକ୍ର କରାଯାଇଥିଲା। ସେହି ଆଲୋଚନା ଚକ୍ରରେ ବିଭିନ୍ନ ମତାମତ ଆସିଛି। ସେହି ମତାମତକୁ ଗୋଟିଏ ଷ୍ଟିଅରିଂ କମିଟି ଦ୍ୱାରା, ଯାହାକି ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗୋଟିଏ ଷ୍ଟିଅରିଂ କମିଟି କରାଯାଇଛି। ଅଗ୍ରାଧିକାର ଭିତ୍ତିରେ ଯେଉଁ ସବୁ ଆଲୋଚନା ହେଇଛି କିମ୍ବା ଯାହା ସବୁ ଉନ୍ନତିକରଣ ନିମନ୍ତେ ଯେଉଁ ପଦକ୍ଷେପ ନେବା ପାଇଁ ସବିଶେଷ ତଥ୍ୟ ଦିଆଯାଇଛି, ସେହି ତଥ୍ୟ ଗୁଡ଼ିକୁ ଆଲୋଚନା କରାଯାଇ ଷ୍ଟିଅରିଂ କମିଟିରେ
ସେହି ପ୍ରସ୍ତାବଗୁଡ଼ିକ ଗୃହୀତ ହେଲା ପରେ ସରକାରଙ୍କୁ ସେହି ପଦକ୍ଷେପଗୁଡ଼ିକ କେମିତି ତ୍ୱରାନ୍ୱିତ କରାଯାଇପାରିବ ଏବଂ ସରକାରଙ୍କ ନିକଟରେ ତାକୁ ଆମେ କେମିତି ଅଗ୍ରାଧିକାର ଭାବରେ ଦାବି ଉପସ୍ଥାପନ କରି ସେଗୁଡ଼ିକୁ ହାସଲ କରି ପାରଳା ତଥା ମହାରାଜାଙ୍କର ସ୍ମୃତି ଚାରଣ ନିମନ୍ତେ ସମସ୍ତ ଯେଉଁ କାର୍ଯ୍ୟକ୍ରମଗୁଡ଼ିକ ହାତକୁ ନିଆଯିବ ସେହି କାର୍ଯ୍ୟକ୍ରମଗୁଡ଼ିକ ଆଗାମୀ ଦିନରେ ଏହି ଷ୍ଟିଅରିଂ କମିଟି ମାଧ୍ୟମରେ କରାଯିବ।